हाय फ्रेंड्स, नमस्कार, जय जगन्नाथ। आज मो लक्ष्मी पुराण फुल अध्याय आपण को पढ़ी शुणाइबी। नमस्ते कमला माग सागर तुलणी, नमस्ते नमस्ते लक्ष्मी विष्णु घरणी, नमस्ते कमला माग अति दयावंती, स्थावर जंगम कीट आदि पाळु नीति, तर दया बेळे माग दरिद्र जनर, हुई अचल बीत जीर्णई कुबेर, तर द्रही जन माग अन्न न मिळई, जेते अरचिले केउ पेट न पुरई, तोहर चरित मन देई जे सुणई, किए वा भक्ति भावे सर्वदा गुणई, ताहार दरिद्रपण जाए दूर होई, सर्वदा ताकु प्रसन्न हुओ महामाई, एणु तो चरणे माग अशेष प्रणाम, करुछि पराओ बारे मोर मनस्काम, तो चरित किंचिते मो करिबी रचन, जगत जननी बारे दिय दिव्य ज्ञान, दिनके नारद पराशुर मुनि दुई, भ्रमी भ्रमी एक ग्रामे पबेशिले जाई, सेहि दिन मार्गशीर मास गुरुबार, पर्व पड़िथिला सर्व पुरवासींकर, प्रति घर द्वारे गोमୟରେ लीपा होई, लक्ष्मीपाद पद्म चिता पड़िथिला तोहि, नारी माने स्नान सारी पिंधि झीन बास, लक्ष्मीक पूजारे सर्व होइछन्ति बस, ब्राह्मणक ठारु जे चंडाल परिजन्ते, लक्ष्मीक पूजारे रत अछन्त समस्ते, हुलहुली शबदरे पूरिछि गगन, देखिए उत्सव रीति विधाता नंदन, पचारंत पराशुर मुनिंकु उदंत, कह कह तपीबर एकी सचरित, ब्रह्मांड चंडाल आदि समस्त जातिरे, करुचंती किय सब आनंद मतिरे, केउ व्रत की उपास अटे हा नाम, काहाकु करंती पूजा तार की नियम, एहा सुनी पराशर होई हस हस, कहत बचन धीरे सुण विधि शिष्य, एधान मणिका गुरुबार जे ओटई, लक्ष्मी देवींकर पूजाई व्रत अटई, सबु मास मानंकरी मार्गशीर सार, तहिरे पड़ई जेउ जेउ गुरुबार, लक्ष्मीकर प्रिय सेहि बार मान जान, सबुठारु आद्या गुरुबारटी प्रधान, एक दिने शुक्ल दशमी गुरुबार, पड़िले सुदशा व्रत हुए से दिनर, लक्ष्मीकर अति प्रिय अटई से व्रत, एहा कही पराशुर हेले मौन व्रत, पुणी ताहांकु पोछिले ब्रह्मांक कुमार,
ଲକ୍ଷ୍ମୀ ବ୍ରତ କରିଥିଲେ ମର୍ତ୍ତ୍ୟ କେଉଁ ନର, ତହିଁରୁ ସେ କୋଉ ଶୁଭ ଫଳ ଲଭିଅଛି। ଲକ୍ଷ୍ମୀ ଦ୍ରୋହୀ ହୋଇ କରିକି ଦୁଃଖ ପାଇଛି, ଏହା ସବୁ ମୋ ଆଗରେ କହତ ପିସାଇ। ଶୁଣିବାକୁ ତାହା ଚିତ୍ତେ ଶ୍ରଦ୍ଧା ଉପଜଇ, ନାରଦ ବଚନ ଶୁଣି ପରାଶୁର ମୁନି, କହନ୍ତ ହରଷ ଚିତ୍ତେ ସୁମଧୁର ବାଣୀ। ଧନ୍ୟ ହେ ନାରଦ ତୁମ୍ଭେ ପବିତ୍ର ଚରିତ୍ର, ଲକ୍ଷ୍ମୀ ବ୍ରତ କଥାରେ ଯେ ହୋଇଅଛ ରତ। କହୁଅଛି ପୁରାତନ କଥା ଅଛି ଯାହା, ହୋଇବ ଆନନ୍ଦ ଜାତ ଶୁଣିଲେଟି ତାହା। ଏକ ଦିନେ ଜଗନ୍ନାଥେ ପାଶେ ଲକ୍ଷ୍ମୀ ଥିଲେ, କରପତ୍ର ଯୋଡ଼ିଣ ତାହାଙ୍କୁ ଜଣାଇଲେ। ଆଜି ମୋ ବାରର ବ୍ରତ ପଡ଼ିଲା ଗୋସାଇଁ, ତୁମ୍ଭେ ଆଜ୍ଞା ଦେଲେ ନିଗ୍ରହ ବୁଲି ଯିବି ମୁହିଁ। ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ନଗ୍ରହୀ ବୁଲିବ, ଦଶମୀ ପାଳନା ଅନ୍ୟ ବେଗେ ରାନ୍ଧି ଦେବ। ପ୍ରଭୁଙ୍କ ମୁଖରୁ ମାତ ଏମନ୍ତ ଶୁଣିଲେ, ବସ୍ତ୍ର ଅଳଙ୍କାର ମାନ ଯତନେ ପିନ୍ଧିଲେ। ନାସିକାରେ ନବରତ୍ନ ଖୋସଣି ଖଞ୍ଜିଲେ, ଚଉଷରୀ ରତ୍ନମାଳା କଣ୍ଠେ ଲମ୍ବାଇଲେ। କରରେ ବହୁତି ରମ୍ୟ ବଳୟ କଙ୍କଳ, ସୁନା ସୂତା ମାଣିକ୍ୟ ପଦକ ଆଭରଣ। ବାଜେଣୀ ନୂପୁର ମାତା ପୟରେ ଖଞ୍ଜିଲେ, ଏପରି ନାନା ଭୂଷଣେ ସୁବେଶ ହୋଇଲେ। ଯେପେଣ ମାତାଙ୍କ ଅଧିକାର ତିନି ପୁର, ଆଭରଣ କେତେ ମାତ୍ର ଦେବା ପଟାନ୍ତର। ଶୁଣ ହେ ନାରଦ ଏହା ହୋଇ ଏକଚିତ, ବୁଢ଼ୀ ବ୍ରାହ୍ମଣୀ ରୂପକୁ ଧରି ଜଗନ୍ନାଥେ ପ୍ରବେଶ ହୋଇଲେ ଯାଇ ସାଧୁର ଦୁଆରେ। ସାଧବାଣୀ ଉଭା ହୋଇଥିଲା ସେହିଠାରେ, ତାଙ୍କୁ ଦେଖି ମହାଲକ୍ଷ୍ମୀ କହନ୍ତି ବଚନେ, ଶୁଣ ଶୁଣ ସାଧବାଣୀ ହୋଇ ସ୍ଥିର ମନ, ଆଜି ପରା ମହାଲକ୍ଷ୍ମୀ ବ୍ରତ ଗୁରୁବାର। ଲିପା ପୋଛା କରି ନାହୁଁ କିମ୍ବା ଘର ଦ୍ୱାର। ସାଧବାଣୀ ଏହା ଶୁଣି ବୋଇଲେ ସକ୍ଷଣୀ, କି ରୂପେ ଏ ବ୍ରତ ହୁଏ କହା ପୂଜା ପୁଣି। ବୁଝାଇ ତା ସବୁ କହ ହେ ନାନୀ ଗୋସାଇଁ, ଓଇଲେ ମନକୁ ସେ ବ୍ରତ ମୁଁ କରିବି। ଏହା ଶୁଣି ପଦ୍ମଳୟା କହନ୍ତ ସଧୀରେ, ଶୁଣ ସାଧବାଣୀ ବ୍ରତ ହୁଏ ଏ ବିଧିରେ। ମାର୍ଗଶିର ମାସେ ଯେଉଁ ଆଦ୍ୟ ଗୁରୁବାର, ସେହିଦିନ ଆଶାରୁ ସେଜ ଛାଡ଼ି ତତ୍ପର ଗୋମୟ ଜଳରେ ଘର ଦ୍ୱାର ଲିପିବ। ଲକ୍ଷ୍ମୀ ଦେବୀ ପାଦ ପଦ୍ମ ଚିତାକୁ ଲେଖିବ। ନୂଆ ମାଳ ଗୋଟିଏ ଅଣାଇ ଯତ୍ନେ ବେଗେ, ଧୋଇ ଧୋଇ କରି ତାକୁ ଶୁଖାଇବ ଆଗେ। ତାହାକୁ କରିବ ନାନା ଚିତ୍ର ଯେ ବିଚିତ୍ର, ଚାଉଳକୁ ବାଟି ଚିତା ଲେଖିବ ସମସ୍ତ। ତହିଁ ସ୍ନାନ କରି ଆସି ହୋଇ ଶୁଚିମନ୍ତ, ଚଉକି ବା ଖଟୁଲିଏ ଆଣିବ ତ୍ୱରିତ। ତାକୁ ଧୋଇ ତା ଉପରେ ଦେବ ନୂଆ ଧାନ, ରଙ୍ଗ କଳା ନାହିଁ ହୋଇଥିବ ଶୁକ୍ଳ ବର୍ଣ୍ଣ। ତହୁଁ କିଛି କୁଢ଼ାଇ ଯେ ସେ ନୂଆ ମାଳରେ, ଧାନ ମାଣ ଯେ ପରାଇ ରଖିବ ତାପରେ। ସେ ଧାନ ମାଣ ଉପରେ ଗୁଆ 3 ଗୋଟି, ହଳଦୀ ପାଣିରେ ତାହା ଧୋଇଥିବଟି। ଶୁକ୍ଳ ଧାନର ଶିଖା ରଖି ବେଣ୍ଟି କରି, ମାଣ ଉପରେ ତାହାକୁ ଥୋଇବ ବିଚାରି। ଗୁଆ ଆଖୁ ମୂଳା କଦଳୀରେ ସଜାଡ଼ିବ, ପଟା ଦରିଙ୍ଗ ବସନ ପୁଷ୍ପେ ମଣ୍ଡାଇବ। ତହୁଁ ଆବାହନ ମହାଲକ୍ଷ୍ମୀକି କରିବ, ଗନ୍ଧ ପୁଷ୍ପ ଧୂପ ଦୀପ ଆଜି ସମର୍ପିବ। ପ୍ରଥମରେ ବଳ ଧୂପ ତାପରେ ଶଙ୍ଖୁଡ଼ି, ଏପରି କରିବ 3 ଧୂପକୁ ସଜାଡ଼ି।
ମହାଲକ୍ଷ୍ମୀଙ୍କର ଆଉ ଏକ ବ୍ରତ ଅଛି, ସୁଦଶା ବଳିତା ନାମ ଲୋକେ ପ୍ରକଟିଛି। ଶୁକ୍ଳ ଦଶମୀ ହେଲେ ଗୁରୁବାର ଦିନ ହୁଅଇ ସୁଦଶା ବ୍ରତ ଶୁଣ ଦେଇ ମନ। ସେଦିନ ଓଷାରୁ ଉଠି ଲିପି ଘର ଦ୍ୱାର, ଝୋଟି ଆଦି ଚିତା ଦେବ ପୂର୍ବ ପ୍ରକାର। ସ୍ନାନ ସାରି ଗୃହେ ପଦ୍ମ ମଣ୍ଡଳ ଲେଖିବ, ତହିଁ ପରେ ଧୋଇ ଏକ ଖଟୁଲି ରଖିବ। ତହିଁ ପରେ ମହାଲକ୍ଷ୍ମୀ ପୂଜା ଆକୁ ଥୋଇବ। ପାଞ୍ଚମୃତ ଶୁଦ୍ଧ ଜଳେ ସ୍ନାନ କରାଇବ। ଦଶଖିଆ ସୂତାରେ ଯେ ବ୍ରତ କରିବ, ଲକ୍ଷ୍ମୀଙ୍କ ନାମରେ 10 ଗୋଟି ଗଣ୍ଠି ଦେବ। 10 କେରା ଦୁବରେ ସେ ବ୍ରତ ଗୁଡ଼ାଇବ। ମହାଲକ୍ଷ୍ମୀ ଗୁଆ ପାଶେ ତାହାକୁ ଥୋଇବ। କରୁଥିଲେ ପୂର୍ବରୁ ସେ ବ୍ରତ ପୁରାତନ, ବ୍ରତ ଡୋର ଆଣ ତହିଁ ଥୋଇବ ବହନ। ପ୍ରଥମରେ ବାଳ ଧୂପ ଦେ ନୈବେଦ୍ୟ କରି, ତାପରେ ଭୋଗ ଦେବ ଶୁଣ ହେତୁ କରି। ଅରୁଆ ଚାଉଳ 1 ମାଣ ତିନ୍ତେଇବ, ତାକୁ କୁଟି ଚୂନା କରି ଯତନେ ରଖିବ। କଦଳୀ ନଡ଼ିଆ ଛେନା ଆଦି 10 ପୁର ଦେଇ 10 ଗୋଟି ମଣ୍ଡା କରିବ ସତ୍ୱର। ମହାଲକ୍ଷ୍ମୀଙ୍କୁ ତା ପୂଜା କରି ଭକ୍ତି ଚିତ୍ତେ, ସେ ପ୍ରସାଦ ଖାଇ ଦିନେ ବଞ୍ଚିବ ଯେ ସୁସ୍ଥେ। ମହାଲକ୍ଷ୍ମୀ ପ୍ରସାଦ ଯେ ପରକୁ ନ ଦେବ, ବିଭା ହୋଇଥିବା ଝିଅ ସୁଦ୍ଧା ନ ଖାଇବ। ଏ ଉତ୍ତାରୁ ଏକଥା ଏକ ମନ ଦେଇ ଶୁଣ, ଗୁରୁବାର ଦିନ ଯେଉଁ କଥା ନିବାରଣ, ସେ କଥା କହୁଛି ଏବେ ସାଧବାଣୀ ଶୁଣ। କେବେ ନ ଭାଜିବ ଖଇ ଗୁରୁବାର ଦିନ, ଯେଉଁ ନାରୀ ଗୁରୁବାର ଦିନରେ ଆମିଷ ଭୁଜଇ ଲୋଭରେ କିବା ନ ପଖାଳେ କେଶ, ଭୁଜଇ ଉଚ୍ଛିଷ୍ଟ କିବା ଲଗାଏ ସେ ତେଲ, ମହାଲକ୍ଷ୍ମୀ ତାର ନିଶ୍ଚେ ଭାଙ୍ଗିବେ ଟିଗେଲ। ଗୁରୁବାରେ ଯେଉଁ ନାରୀ ତୁଳାକୁ ଭିଣୋଇ, ଲାଉରେ ଆମିଷ ଦେଇ ଜିଗ୍ରାସ କରଇ, ଖଟର ଛାୟାରେ ଯେଉଁ କରଇ ଶୟନ, ରାତ୍ରକାଳେ ଦଧି ଅନ୍ନ ଯେ କରେ ଭୋଜନ। କ୍ଷୌର ହୁଏ ଯେଉଁ ହଜାଇ ନାପିତର ଦ୍ୱାରେ, ଭୋଜନ ସମୟେ ଅନ୍ନ ପକାଏ ଭୂମିରେ। ଭୁଜି ନ ପାରିଣ ଅନ୍ନ ଫୋପଡ଼ାଇ ଦିଏ, ଏତେ କର୍ମ ଯେ କରେ ସେ ଲକ୍ଷ୍ମୀକୁ ନ ପାଏ। ଗୁରୁବାର ଦିନ ସକାଳୁ ଯେ ଗୋମୟରେ, ଦ୍ୱାର ଯେନ ଲିପଇ ଅଳସ ପଣରେ, ଚୁଲିରୁ ନ କାଢ଼ି ପାଉଁଶ ଭୋଗେ ଯେ ଆମିଷ, ଏମାନଙ୍କଠାରେ ଲକ୍ଷ୍ମୀ କରନ୍ତି ଯେ ରୋଷ, ଧନ ଜନ ସବୁ ତାର ହରଣ କରନ୍ତି। ମାଗିଗଲେ ଅନ୍ନ ବସ୍ତ୍ର କେହି ନ ଦିଅନ୍ତ, ଗୁରୁବାରେ ଯେଉଁ ନାରୀ ପିନ୍ଧେ ଶୁକ୍ଳ ଲୁଗା, ଐଶ୍ୱର୍ଯ୍ୟ ସମ୍ପଦ ପାଏ ହୁଅଇ ସୁଭାଗା। ଗୁରୁବାରେ ଯେଉଁ ନାରୀ ପିଲାକୁ ମାରଇ, କିବା ପାକ ହାଣ୍ଡି ଧୋଇ କଳା ନ ଛଡ଼ାଇ, ସନ୍ଧ୍ୟା ଗଡ଼ି ଗଲେ ଯେ ଦିଅଇ ସନ୍ଧ୍ୟାବତୀ, ଧନପୁତ୍ର ହାନି ହୁଏ ସଦା ବହୁ କ୍ଷତି। ଗୁରୁବାରେ ଯେଉଁ ନାରୀ ପୋଡ଼ା ଦ୍ରବ୍ୟ ଖାଏ, ଶୋଇବା ଶଯ୍ୟାକୁ ବଙ୍କା କରିଣ ବିଛାଏ, ଶାଶୁ ଶ୍ୱଶୁରଙ୍କୁ ନ ମାନଇ ଯେ ରମଣୀ, ଉଲଗ୍ନ ହୋଇ ଶୟନ କରଇ ଯେ ପ୍ରାଣୀ। ଅମାବାସ୍ୟା ସଂକ୍ରାନ୍ତିରେ ଯେ ହୁଲାଏ ହଳ, ଏହି ଦିନ ମାନଙ୍କରେ ଘେନଇ ତୈଳ, ସଭାରେ ବସିଣ ଯେ ମାନବ ମିଛ କହି, ଆଳସ୍ୟ ପାଦ ନ ଧୋଇ ଯେ ଭୁଞ୍ଜିବ ଶୋଇ। କୁଷ୍ମାଣ୍ଡ ଫଳକୁ ଯେଉଁ ରମଣୀ କାଟଇ, ଋତୁମତୀ ନାରୀକି ଯେ ରମଣ କରଇ, କନ୍ୟା ତୁଳା ମାସେ ପିତୃ ଶ୍ରାଦ୍ଧ ନ କରଇ, କଥା କହୁ କହୁ ସବୁବେଳେ ଯେ ହସଇ। ଏମନ୍ତ ମନୁଷ୍ୟ ସଦା ବହୁ କଷ୍ଟ ପାଇ, ଆୟୁ ବୃଦ୍ଧି ନାଶ ହୁଏ ଅନ୍ନ ନ ମିଳଇ। ଗୁରୁବାର ଅମାବାସ୍ୟା ସଂକ୍ରାନ୍ତ ଦିନ, ରଜନୀରେ ସ୍ତ୍ରୀ ପୁରୁଷ କଲେ କ ଭୋଜନ, କିବା ଏହି 3 ଦିନ ଯେଉଁ ନାରୀ ମୋହେ, ପୁରୁଷ ସାଙ୍ଗରେ ମାତି ଧର୍ମକୁ ନ ଚାହେଁ, ପ୍ରାଣେନ ସେ ନ କରିଣ ତାକୁ ଦୁଃଖ ଦେଇ, ବୋଲନ୍ତ ଯେ ଅନ୍ନ ବସ୍ତ୍ର କାହିଁ ନ ମିଳଇ। ଏ 3 ଦିନରେ ଯେଉଁ ତିକ୍ତ ଦ୍ରବ୍ୟ ଖାଆନ୍ତ, ଅନ୍ତକାଳେ ଯମଦ୍ୱାରେ ନାନା ଦଣ୍ଡ ପାଆନ୍ତି। ଏ 3 ଦିନ ଯେ ନାରୀ କରଇ ହବିଷ୍ୟ, ଦୁଃଖୀ ରୋଗୀ ଦେଖି ଦାନ କରଇ ବିଶେଷ,
करे लक्ष्मी व्रत लक्ष्मी बारे उपवास बड़ई ताहार धन जन आयु जस सखाळु सेजरु उठी जे मुख न धोए ता मुख जे जन देखी तार शुभ नुहे रात्र शेषे बासी सजे जे करी शयन ता गृहकु लक्ष्मी त्याग करती बहन आसन बिना जे भूमि परे बसी खाए किंवा जे कुमारी संगतरे काम महे दक्षिण पश्चिम मुखे जे बुंजी बसई एमानଙ୍କ पासु लक्ष्मी जाती दूर हई संध्यारे कुंडाई केश बांधे ଯେଉଁ नारी केभे न देखती लक्ष्मी ताहार जे सिरी भजन करे जे मुख साधन न करे भजन कराई ଯେଉଁ अंधकार घरे स्नान परे हुई जे तैल मर्दन करई जे नख मुने भूमि विदारण पिंधिथिबा लुगा से जे बिंचु हुई ଏମାନଙ୍କୁ ବଦନକୁ ଲକ୍ଷ୍ମୀ ନ ଚାହଇ ଯେଉଁ ନାରୀ ନିଜ ପତି ଠାରେ ରୋଷ ବହେ ସ୍ୱାମୀ ଯାହା ବୋଲେ ତାହା ନ କରି କେବେହେ ପର ପୁରୁଷରେ ଯେଉଁ ହୋଇଥାଏ ରତ ପରିଷ୍କୃତ ନାହିଁ ହୁଏ ଯେ ନାରୀ କୁସିତ ଏମନ୍ତ ନାରୀଙ୍କ ମୁଖ ଲକ୍ଷ୍ମୀ ନ ଦେଖନ୍ତି କାଙ୍ଗାଳିନୀ ହଇବାର ଦ୍ୱାରେ ସେ ବୁଲନ୍ତି କଳହ ଅଳସୀ ଅତି ଅପ୍ରିୟ ସାହସୀ ଦେବ ବିପ୍ର ଅତିଥିରେ ନୁହଇ ବିଶ୍ୱାସୀ ଏପରି ନାରୀ ଯା ଗୃହେ ଥାଏ ସେ ଶ୍ମଶାନ ଲକ୍ଷ୍ମୀ ସେ ସ୍ଥାନକୁ ସଦା କରନ୍ତ ବର୍ଜନ ଯେଉଁ ନାରୀ ଭକ୍ତି ଚିତେ ନ ସେବେ ସ୍ୱାମୀକୁ ସେହୁ ଜନ୍ମେ ଜନ୍ମେ ହୁଏ ସ୍ୱାମୀ ଦୁଃଖେ ସୁଖୀ ଯେଉଁ ନାରୀ ସ୍ୱାମୀ କି ଦେବତା ସମପଣି ସେବା କରି ଦୋଷ ଥାଏ ତାର ମତି ଚିହ୍ନି ନିଜ ଅଙ୍ଗ ପରିଷ୍କାର କରି ଶୁଚି ହୁଅ ସାନ ବଡ଼ ସମସ୍ତଙ୍କୁ ସମ ଭାବେ ଚାହେଁ ପରିଷିବା କାଳେ ପକ୍ଷପାତ ଯେ ନ କରେ ସ୍ୱାମୀ ପୁତ୍ର ସମସ୍ତଙ୍କୁ ବାଢ଼େ ସମାନରେ ପତିର ଆଜ୍ଞାକୁ କେଭେ ନ ପକାଏ ତଳେ ସ୍ୱାମୀ ଦୁଃଖେ ଦୁଃଖୀ ସୁଖେ ସୁଖୀ ହୋଇ ଚଳେ ଏମନ୍ତ ନାରୀର ଗୃହ ଲକ୍ଷ୍ମୀ ନ ଛାଡ଼ନ୍ତ ତାର ଦୁଃଖ ନୟନରେ କେବେ ନ ଦେଖନ୍ତି ଏ ମର୍ତ୍ତ୍ୟ ମଣ୍ଡଳେ ସେହୁ ବହୁ ସୁଖ ପାଏ ପତି ପୁତ୍ର କନ୍ୟା ଐଶ୍ୱର୍ଯ୍ୟ ଯୁକ୍ତ ହୁଏ ଅନ୍ତକାଳେ ବୈକୁଣ୍ଠେ ଲକ୍ଷ୍ମୀଙ୍କ ସଙ୍ଗରେ ଅନୁକ୍ଷଣେ ମଞ୍ଜି ରହେ ପ୍ରମୋଦ ରଙ୍ଗରେ ସଧବା ନାରୀର ପତି ବିନା ନାହିଁ ଗତି ତପ ଜପ ଦେବ ପୂଜା ତାହାର ଅନୀତି ପତି ସେବା ଛାଡ଼ି ବୃଥା ବ୍ରତ ଯେ କରଇ ଜନ୍ମ ଜନ୍ମାନ୍ତରେ ବାଲ୍ୟ ବିଧବା ହୁଅଇ ଯେଉଁ ନାରୀ ଆନନ୍ଦରେ ଅତିଥି ସେବଇ ପୁଣ୍ୟବତୀ ବୋଲି ତାକୁ ପୁରାଣରେ କହି ଏମନ୍ତ ପ୍ରକାରେ ଯେଉଁ ନାରୀ ବା ପୁରୁଷ ଆପଣାର କୁଳ ଧର୍ମ ନ ଛାଡ଼ନ୍ତି ଲେଶ ସଦାବେଳେ କରନ୍ତି ଉତ୍ତମ ଆଚରଣ ଶ୍ରୀଲକ୍ଷ୍ମୀ ତାହାଙ୍କ ପାଶେ ମିଳନ୍ତି ତତ୍କ୍ଷଣ ପତି ସେବା ବିନା ନାହିଁ ନାରୀଙ୍କର ଗତି ପତି ପ୍ରାଣ ନାରୀ କରି ଦେବଲୋକ ଗତି ନାରୀଙ୍କର ଲକ୍ଷ୍ମୀ ବ୍ରତ ପତି ସେବା ବିନା ଅନ୍ୟ ଦେବ ପୂଜା ତୀର୍ଥ ଯାତ୍ରା ବିଡ଼ମ୍ବନା ପତି ସେବା ବିରଜି ଯେ ମତି ଗରବରେ ଗୁରୁବାରେ ଲକ୍ଷ୍ମୀ ବ୍ରତ ସେଦିନ ନ କରେ ତାହାର ନୁହଇ ଲୋଭ ତାହାର ନ ହୋଇ ଭଲ ଜନମେ ଜନମେ ଦୁଃଖେ ସୁଖେ ରୋଗ ଭୋଗ ସଂସାରରେ ସେ ଭ୍ରମେ ଏମନ୍ତ ତିଆରି ସଧ ବାଣୀ କହିଲେ ଆଜିଠାରୁ ଲକ୍ଷ୍ମୀ ବ୍ରତ କରଜ ବଇଲେ ନ କଲେ ସର୍ବ ସମ୍ପଦ ତୋର କ୍ଷୟ ଯିବ ଅନ୍ନ ବସ୍ତ୍ର ଅଭାବରେ ଦୁଃଖ ଭୋଗ ହେବ ଶୁଣ ହେ ନାରଦ ଠାକୁରାଣୀ ଏହା କହି ସେଠା ବରୁ କେତେ ଦୂର ପଥେ ଗଲେ ବାହି ଘରେ ଘରେ ପୁରେ ପୁରେ ଲକ୍ଷ୍ମୀ ବିଜେ କଲେ କାହାରି ଦୁଆରେ ସେ ହସୁଚି ନ ଦେଖିଲେ କେବଳ ଯୁବତୀ ନିଦେଶଇ ଅଚେତନ କାହାର ଫୁଟି ଯାଇଛି ପିନ୍ଧିଲା ବସନ କାହାର ଶିରରେ କେଶ ମୁକୁଳିତ ହୋଇ ଭୂମି ପରେ ପଡ଼ିଅଛି କେରି କେରି ହୋଇ ଏହି ରୂପେ ମହାଲକ୍ଷ୍ମୀ ଦେଖି କରି ଗଲେ ଚଣ୍ଡାଳ ସାହିରେ ଯାଇ ପ୍ରବେଶ ହୋଇଲେ ଶ୍ରୀୟ ଚଣ୍ଡାଳୁଣୀ ନିଗ୍ର ବାହାରେ ତା ଘର
ତାହାର ମହିମା ଯେ ଦେବଙ୍କୁ ଅଗାଚର। ପ୍ରତିଦିନ ଖର ଖାଇ ଗୁଣ୍ଡିଚା ନଗର, ବିଷ୍ଣୁ ଭକତିରେ ସେ ଯେ ଅତୀତ ତପର। ରାତ୍ର ବେନି ଘେଡ଼ି ଥାଇ ଚଣ୍ଡାଳୁଣୀ ଗଲା, ଏକ ବନି ଗାଈର ଯେ ଗୋବର ଆଣିଲା। ଉତ୍ତମ କିରଣ ଘର ଦ୍ୱାରକୁ ଲିପିଲା, ଛଡ଼ା ପାଣି ମୁଦାଏ ଦୁଆରେ ପକାଇଲା। ଅଉରା ଚାଉଳ ବାଟି ଘରେ ଝଣ୍ଟି ଦେଲା, ଶଳକଟି କରି ଦିବା ପଦ୍ମକେ କାଟିଲା। 10 ମୁଖ ଦୀପାବଳି ମଣ୍ଡଳେ ଜାଳିଲା, 10 ବନ ଫଳ ମୂଳ ମଣ୍ଡଳେ ବାଢ଼ିଲା। ସୂତା 10 ଘିଅ ନଈ ମଣ୍ଡଳେ ଥୋଇଲା, ମନରେ ଚଞ୍ଚଳ ପୁଣି ବେକେ ଚାଲିଗଲା। ଆଉ ଚାଉଳ ଯେ ଆଉ ଦୁବ 10 କେରା, ତାହା ନେଇ ଚଣ୍ଡାଳୁଣୀ ମଣ୍ଡଳେ ଥୋଇଲା। ଧୂପ ଦୀପ ନୈବେଦ୍ୟ ଗନ୍ଧ ପୁଷ୍ପ ଦେଲା, ଲକ୍ଷ୍ମୀ ନାରାୟଣ ବୋଲି ସୁମରଣା କଲା। ନମସ୍ତେ ନମସ୍ତେ ମାଗ ହରିଙ୍କ ଘରଣୀ, ମୋହି ଛାର ହୀନ ଜାତି ନ ଜଣାଇ ପୁଣି। ଚଣ୍ଡାଳ ସାହିରେ ଘର ପୁଣି ଚଣ୍ଡାଳୁଣୀ, କିଞ୍ଚିତେ ଭକତି ମୋର ଘେନ କମଳିନୀ। ଦାଣ୍ଡେ ଦାଣ୍ଡେ ଯାଉଥିଲେ ବିଷ୍ଣୁ ପାଟରାଣୀ, ସହି ନ ପାରିଲେ ଚଣ୍ଡାଳୁଣୀର ଦାୟିନୀ। ପଦ୍ମଫୁଲ ଦେଖି ତାଙ୍କ ବଳିଲା ଶରଧା, ଦୁଇ ପାଦ ଦେଇ ମାତା ପଦ୍ମେ ହେଲେ ଉଭା। ଚଣ୍ଡାଳୁଣୀ ଘର ଗୋଟି ପାଇଲକ ଶୋଭା, ଲକ୍ଷ୍ମୀ